ଛାତ୍ରର ଆସନରେ ବସିଛନ୍ତି ଆସୀନ ହୋଇଛନ୍ତି, କିନ୍ତୁ ଆପଣମାନେ ସମସ୍ତେ ଗୁରୁ, ତେଣୁ ଗୁରୁ ଆସନରେ ରହିଛନ୍ତି। ତେଣୁ ଆପଣ ଗୁରୁ ଛାତ୍ରମାନଙ୍କୁ ମୁଁ ପ୍ରଥମେ ସ୍ୱାଗତ, ଅଭିନନ୍ଦନ ଏବଂ ଶବ୍ଦ ପ୍ରଣାମ କରୁଛି। ଗୋଟିଏ କଥା କୁହାଯାଇଛି, କେତେ କଥା ଆମେ ପ୍ରତିଦିନ କହୁ, ଭାସିଯାଏ ତାହା ପବନେ, ଯେଉଁ କଥାଟିକ ହୃଦୟକୁ ଛୁଏଁ ରହିଥାଏ ଚିର ଜୀବନେ। ଏ ପଦଟି ଏକ କବି ଏବଂ କବି ହେଉଛନ୍ତି ଡକ୍ଟର ବ୍ରଜନାଥ ରଥ। ଡକ୍ଟର ବ୍ରଜନାଥ ରଥଙ୍କର ଏକ କବିରୁ ମୁଁ ଏହାକୁ ଉଦ୍ଧାର କଲି। ଆପଣମାନଙ୍କୁ କମେଣ୍ଟସ୍ କମ୍ପ୍ଲିମେଣ୍ଟସ୍ ଏକଥା କହିବା ମାଧ୍ୟମରେ ମୁଁ ଯଦି ପଢ଼େଇବା ସମୟରେ କିଛି କାହାରିକୁ ମୋ ଅଜାଣତରେ ଦେଇଥାଏ, କିଛି ଆଘାତ ଦେଇଥାଏ ମାନସିକ ଭାବରେ, ଆପଣମାନେ ତାହାକୁ ଧରିବେ ନାହିଁ। ମୁଁ ସେଇଟା ଭାବାତ୍ମକ ଭାବରେ କହିଛି। ମୁଁ ଭାବୁଛି ଆପଣମାନଙ୍କର ଭାବାତ୍ମକ, ଜ୍ଞାନାତ୍ମକ ଏବଂ ପ୍ରୟୋଗାତ୍ମକ ଦିଗର ନିଶ୍ଚିତ ଭାବରେ କିଛି ପରିମାଣରେ ମାନେ ଉତ୍ଥାନ ଘଟିଛି। ତେଣୁ ମୁଁ ଏଠି ବେଶୀ କିଛି କହିବିନି, ଦୁଇଟି ମାତ୍ର ପଦ କହି ମୋ ବାଣୀକୁ ବିରାମ ଦେବି। ସେ ପଦ ଦୁଇଟି ହେଲା, ମୋର ମିଞ୍ଜି ମିଞ୍ଜି ଦୀପ ଅତି କ୍ଷୀଣ କାୟା, ମୋର ମିଞ୍ଜି ମିଞ୍ଜି ଦୀପ ଅତି କ୍ଷୀଣ କାୟା, ଅଳପା ଲୋକ ଦିଏ ବେଶୀ କିନ୍ତୁ ଛାୟା, ଭାଙ୍ଗି ଚୁରି ଭିଙ୍ଗ ପଛେ, ଭାଙ୍ଗି ଚୁରି ভিন্ন পথে স্তিমিত দীপরে দীপ্তিমন্ত আনদীপে আবাহন করে, দীপ্তিমন্ত আনদীপে আবাহন করে। দীপটিয়ে নিজে জলে অন্যর পাই, আপন মানে দীপ হুঁতু, ধূপ হুঁতু। ধূপটিয়ে জড়ি জড়ি নিজে নিঃশেষ হয়ে যায়, কিন্তু অন্যকে সুরভিত করে। গুরু হচ্ছে সেই গুরু, উত্তম গুরু সিଏ ଯିଏ ଜଣେ ଚୁମ୍ବକର କାମ କରେ। ଚୁମ୍ବକ ଯେପରି ଅନ୍ୟ ଲୁହାକୁ ଟାଣି ନିଏ, ସେହିପରି ଯଦି ଜଣେ ଗୁରୁ ତାର ଶିକ୍ଷାର୍ଥୀମାନଙ୍କୁ, ତାର ବିଦ୍ୟାର୍ଥୀମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିଲା, ନିଜର ବିଦ୍ୟା, ନିଜର ବୁଦ୍ଧି, ନିଜର ଦକ୍ଷତା ବଳରେ ତାକୁ ଯଦି ବିମୋହିତ କରିପାରିଲା, ପ୍ରକୃତରେ ସେ ହେଉଛି ଉତ୍ତମ ଗୁରୁ। ତେଣୁ ଏହିପରି ଗୁରୁକୁଳମାନଙ୍କୁ ମୁଁ ପ୍ରଣାମ ଜଣାଉଛି। ଆପଣମାନେ ଆହୁରି ଆଗକୁ ଆଗକୁ ଯାଆନ୍ତୁ, ଯେ ଆପଣମାନଙ୍କ ହୃଦୟରେ ସେହିପରି ଡେଡିକେସନ୍ ରହୁ। ତେଣୁ ABCD ଏଇ ଚାରୋଟି କଥା ଟିକେ ମନେ ରଖିବେ। ଏର ହେଉଛି ଆଟିଚ୍ୟୁଡ୍ ଆଣ୍ଡ ଆପ୍ଟିଚ୍ୟୁଡ୍। ଆପଣଙ୍କର ଆଟିଚ୍ୟୁଡ୍ ଆଉ ଆପ୍ଟିଚ୍ୟୁଡ୍ ଯଦି ନ ରହେ, ଆପଣ ଆଗେଇ ପାରିବେ ନାହିଁ ଆପଣଙ୍କର କ୍ଷେତ୍ରରେ। Bରେ ହେଉଛି ବିଲିଫ୍, Cରେ ହେଉଛି କନଫିଡେନ୍ସ, Dରେ ହେଉଛି ଡ୍ରିମ୍ ଆଣ୍ଡ ଡିଟରମିନେସନ୍। ଆପଣଙ୍କର ଡ୍ରିମ୍ ଆଉ ଡିଟରମିନେସନ୍ ଯଦି ନ ରହେ, ଆପଣମାନେ ଆଗେଇ ପାରିବେ ନାହିଁ। ତେଣୁ ସର୍ବଶେଷରେ ଏତିକି କହିବାକୁ ଯାଉଛି ଯେ ସ୍ନେହ ଶ୍ରଦ୍ଧା ସହାନୁଭୂତିରେ ଭିଜା ଆଖିରେ ଆଚରଣ, ନୟନରେ ନୁହେଁ, ହୃଦକନ୍ଦରେ ବିରାଜିବେ ଚିରଦିନ, ହୃଦକନ୍ଦରେ ବିରାଜିବ ଚିରଦିନ। ନମସ୍କାର।